प्रणाम। मु आर्य पवित्र सत्य दर्शन कार्यक्रम आज नूतन अध्याय को आपण को स्वागत करुच्ची। आज विषय वस्तु है पूजा पर्वपर्वाणी आम जीवन रे आवश्यकता। सर्वभारतीय स्तर रे कहीं सर्व विश्व स्तर रे आम राज्य ओडिशा एक उत्कर्ष कला संस्कृति परंपरा आध्यात्मिकवादी राज्य बोली विशेष स्थान पाइछि। सेथिपाई कही कही आम राज्य को ठाकुर राज्य बोली कही थांती। एठारे अनेक समय रे अनेक पर्वपर्वाणी गाँ गंडा पुरपल्ली सबुठारे अनेक पूजा पर्वपर्वाणी बहु आडंबर सहित पालन करथांती। सेथिपाई आध्यात्मिक राज्य बोली मध्य ओडिशा को कहिले किछि अत्युक्ति हेब नाही। एटी कथा उठे आमे जो पूजा पर्वपर्वाणी करूछन्ते से सब आम जीवन रे आवश्यकता अच्छी कि नहीं ता प्रथमे जानी रखिवा दरकार। ईश्वरंक वाणी रे पूजा व्रत किपरि करा जाए, करिले कौन लाभ हुए एवं कहीं करा जाए एसबू जानी रखिबा निहाती दरकार। एटी गोटे प्रसंग को आलोचना करी ये कथार अर्थ को आमे सहज बोधगम्य करि परिबा। कथाटा हेउचे गोटे विद्यालय रे गणित शिक्षक गणित आचार्य जेतेबेले पिलामानंकु गणित बुझेई थांती सेतेबेले से गोटे निर्दिष्ट गणित पाई ताकु सहज बोधगम्य करिबा पाई अनेक प्रकारर निर्दिष्ट धारा को अवलंबन करती एवं से धारा अनुजाई पिलामानंकर बोधगम्य को सहज करती। गणित बुझेबारे से सिद्धहस्त होता एवं पिला माने मध्य से धारा रे जाई गणितर कष्ट गणितर धाराटा को आपणे नियंती। सेथिपाई गोटे कष्टसाध्य गणित को विभिन्न धारा दे गणित आचार्य पिलामानंक पाखरे उपस्थापन करती। पिलामाने मध्य से धारा अनुजाई गणित को बुझी नियंती एवं गणितर फलाफल बा रिजल्ट रे पहुँची थांती। आउ गणित परीक्षा रे उत्तीर्ण होई थांती। ठीक सेमती आमे माने जीवन रे अनेक पूजा पर्वपर्वाणी पालन करती। से सबू पालन करिवार उद्देश्य आमे भल भाव जानिबा दरकार। प्रथमतः आमे पूजा शब्दर तात्विक अर्थ को जानिबा दरकार। पूजा शब्दर अर्थ प्रकृष्ट होई उठिबा। ए जो शब्द प्रकृष्ट यार मध्य एक मार्मिक अर्थ रही जहाँकि विशेष गुणर अधिकारी हेवा अर्थात निज अनुजाई विशेष गुणर अधिकारी प्राप्त करिबा।
ଆମେମାନେ ଯେଉଁ ପୂଜା କରୁଛନ୍ତି, ଯେଉଁ ପର୍ବ ପାଳନ କରୁଛନ୍ତି, ଯାହାଙ୍କୁ ପୂଜା କରୁଛନ୍ତି, ତାଙ୍କର ଐଶୀ ଦୈବୀ ଗୁଣ ଯାହା ଅଛି, ଯାହାକି ଆମେ ତାଙ୍କର ଆରାଧନା ପୂଜା କରିଲେ ପ୍ରାପ୍ତି ହୋଇଥାନ୍ତି। ଯେମିତି ଜଣେ ଗଣିତ ଆଚାର୍ଯ୍ୟଙ୍କର ପିଲାମାନଙ୍କୁ ଗଣିତକୁ ସହଜ ବୋଧଗମ୍ୟ କରିବା ପାଇଁ, ଗଣିତରେ ଉତ୍ତୀର୍ଣ୍ଣ କରିବା ପାଇଁ ଯେଉଁ ନିର୍ଦ୍ଦିଷ୍ଟ ଧାରା ସେ ଆପଣେଇଥାନ୍ତି ଏବଂ ପିଲାମାନେ ମଧ୍ୟ ଗଣିତ ଆଚାର୍ଯ୍ୟଙ୍କର ସେଇ ଧାରାଗୁଡ଼ିକୁ ଅବଲମ୍ବନ ଓ ଅନୁସରଣ କରି ବଡ଼ ବଡ଼ କଷ୍ଟସାଧ୍ୟ ଗଣିତକୁ ସହଜ ବୋଧଗମ୍ୟ କରିଥାନ୍ତି ଏବଂ ଶେଷରେ ଗଣିତ ବିଷୟରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ଯଦି ପିଲାମାନେ ଗଣିତାଚାର୍ଯ୍ୟଙ୍କର ସେଇ ନିର୍ଦ୍ଧାରିତ ଅନୁମୋଦିତ ଗଣିତର ଧାରାକୁ ଅବଲମ୍ବନ ଅନୁସରଣ ନ କରନ୍ତି, ତେବେ ସେ ଗଣିତର ରେଜଲ୍ଟ ବା ଫଳାଫଳରେ କେବେ ପହଞ୍ଚି ପାରନ୍ତି ନାହିଁ, ଆଉ ସେ ମଧ୍ୟ ଗଣିତ ପରୀକ୍ଷାରେ କେବେ ଉତ୍ତୀର୍ଣ୍ଣ ହୋଇପାରନ୍ତି ନାହିଁ। ସେମାନଙ୍କର ଗଣିତ କରିବାର ପରିଶ୍ରମ ବୃଥାରେ ଯାଏ। ଠିକ୍ ସେହିପରି ଆମେ ଯେଉଁ ପୂଜା ପର୍ବପର୍ବାଣି କରନ୍ତି ବା କରୁଛନ୍ତି, ଯାହାଙ୍କୁ ଆରାଧନା କରୁଛନ୍ତି, ଯାହାଙ୍କର ପୂଜା କରୁଛନ୍ତି, ଯଦି ତାଙ୍କର ସେଇ ଅନୁଶାସିତ ବିଧି ବିଧାନ ଧାରାକୁ ଆମେ ନ ମାନନ୍ତି, ପାଳନ ନ କରନ୍ତି, ତେବେ ଆମର ସେ ଗଣିତ କରୁଥିବା ପିଲାମାନଙ୍କ ଅବସ୍ଥା ପ୍ରାପ୍ତ ହୋଇଥାଏ। ଅର୍ଥାତ୍ ଅନେକ ଗୁଡ଼ିଏ ଆକାଶଚୁମ୍ବୀ ତୋରଣ, ଲକ୍ଷାଧିକ ଟଙ୍କା, ବିଭିନ୍ନ ସାଜସଜା, ପରିଶ୍ରମ, ସମୟ ସବୁ ବୃଥା ହିଁ ହୋଇଥାଏ। କାରଣ ସବୁ କିଛିରେ ଗୋଟେ ନିର୍ଦ୍ଦିଷ୍ଟ ଧାରା ଥାଏ। ଆମେ ଯାହାଙ୍କୁ ପୂଜା କରନ୍ତି ତାଙ୍କର ଐଶୀ ଗୁଣ, ଦିବ୍ୟ ଗୁଣ ଯଦି ଆମର ଯଦି ପ୍ରାପ୍ତି ନହେଲା, ତାହେଲେ ସେ ପୂଜାର ସାର୍ଥକତା ଆମେ କେବେ ପାଇପାରିବା ନାହିଁ। ଆମେ ସେ ନିର୍ଦ୍ଧାରିତ ଦୈବୀ ଗୁଣ, ଦୈବୀ ଧାରାକୁ ଯଦି ପାଳନ ନ କରନ୍ତି, ଅର୍ଥାତ୍ ଆମେ ନିଜ ବୃତ୍ତି ମାଫିକ ଯଦି ପୂଜା ପାଳନ କରନ୍ତି, ତାହେଲେ ଆମେ ପୂଜା କରିବାର ପ୍ରକୃତ ଉଦ୍ଦେଶ୍ୟ, ପ୍ରକୃତ ଫଳାଫଳ କେବେ ଜୀବନରେ ଲାଭ କରିପାରିବା ନାହିଁ। ବିଭୁ କୃପା ଆଉ ବିଭୁ ଆଶୀର୍ବାଦ, ଏ ଦୁଇଟି ଶବ୍ଦକୁ ଆମେମାନେ ତନ୍ନ କରି ପରୀକ୍ଷା କରି ଜାଣି ରଖିବା ମଧ୍ୟ ନିହାତି ଜରୁରୀ। ବିଭୁ କୃପା ପାଇଁ, ବିଭୁ ଆଶୀର୍ବାଦ ପାଇଁ ସାଧାରଣତଃ ଲୋକମାନେ ପୂଜା କରନ୍ତି ବୋଲି ସେମାନଙ୍କର ଗୋଟେ ମାନସିକ ସ୍ତରରେ ଭାବିଥାନ୍ତି ଯେ ଏ ପୂଜା କଲେ ଆମକୁ ଆଶୀର୍ବାଦ ମିଳିବ, ବିଭୁ କୃପା ଆମେ ପାଇବା। ବିଭୁ କୃପା ଆଉ ବିଭୁ ଆଶୀର୍ବାଦ, ଏ ଯେଉଁ ଦୁଇଟି ଶାଶ୍ୱତ ଚିରନ୍ତନ ଶବ୍ଦ, ତା'ର ମାର୍ମିକ ଅର୍ଥ ମଧ୍ୟ ଜାଣିବା ଦରକାର। ବିଭୁ କୃପା ମାନେ ଯାହା ଐଶୀ ଦୈବୀ ଧାରା ଅଛି, ତାକୁ ଆମେ ଅନୁସରଣ କରି ବିଭୁଙ୍କୁ ପୂଜା କଲେ, ସାଧନା କଲେ, ଆରାଧନା କଲେ ଯେଉଁ ଜିନିଷ ଆମେ ପ୍ରାପ୍ତି ହୋଇଥାନ୍ତି, ତାହାକୁ ବିଭୁ କୃପା କୁହାଯାଏ।
ବିଭୁ ଆଶୀର୍ବାଦର ଅର୍ଥ ବିଭୁ ଅନୁଶାସନବାଦ। ଆମେ ତାଙ୍କ ଦ୍ୱାରା ଅନୁଶାସିତ ହେବା, ତାଙ୍କ ପ୍ରଦତ୍ତ ବିଧିବିଧାନକୁ ମାନି ଚଳିବା। ଯେକୌଣସି ପୂଜା ପର୍ବ ପାଳନ କରିବା ପାଇଁ ଯାହାଙ୍କୁ ପୂଜା କରୁଛନ୍ତି ତାଙ୍କର ଅନୁଶାସନବାଦ କ'ଣ ରହିଛି, ଅନୁଶାସନ ଆମ ପାଇଁ କ'ଣ ରହିଛି, ସେଥିରେ ଆମେ ଅନୁଶାସିତ ଓ ଅବନତ ମସ୍ତକରେ ସମସ୍ତ ଜିନିଷ ପରିପାଳନା କଲେ ଆମେ ବିଭୁ ଆଶୀର୍ବାଦ ପାଇବା। କିନ୍ତୁ ବର୍ତ୍ତମାନର ଏ ସମାଜରେ ବିଶେଷ ଭାବରେ ଏ ଉନ୍ମୁକ୍ତ ଯୁବପିଢ଼ି ଯେଉଁଭଳି ଭାବରେ ବିଭିନ୍ନ ସମୟରେ ବିଭିନ୍ନ ପୂଜା ପର୍ବ କରୁଛନ୍ତି, ତାହା ନା ବିଭୁ ଆଶୀର୍ବାଦ ଲଭିବା ପାଇଁ ନା ବିଭୁ କୃପା ପାଇବା ପାଇଁ। ଆଜିକାଲି ବହୁ ଦେଖାଯାଉଛି ଯେ ପୂଜା ପର୍ବାଣୀ ପାଳନ କରିବା ଏକ ଗୋଟେ ଫ୍ୟାସନ୍ ହୋଇଗଲାଣି। ପୂଜା ପର୍ବର ପ୍ରକୃତ ଉଦ୍ଦେଶ୍ୟକୁ ଅବଜ୍ଞା କରି, ତାଚ୍ଛଲ୍ୟ କରି ନିଜ ବୃତ୍ତି ଅନୁଯାୟୀ ମନମାଫିକ ସେମାନେ ପୂଜା ପର୍ବାଣୀ ପାଳନ କରିବାରେ ବ୍ୟସ୍ତ ରହୁଛନ୍ତି। ସାଧାରଣତଃ ଏ ସମାଜ ଯୁବପିଢ଼ି ବର୍ତ୍ତମାନ ଏକରକମ ନଷ୍ଟ ହୋଇଯାଇଛି। କାରଣ ସେମାନଙ୍କର ବୁଦ୍ଧି ବିବେକ ଦିଗହରା ଓ ଦିଗଭ୍ରଷ୍ଟ। ସେମାନେ ଗୋଟେ ଆମ୍ୟୁଜମେଣ୍ଟ ପାଇଁ ପୂଜା ପର୍ବଣ କରନ୍ତି। ଏମିତିରେ ଯଦି ପୂଜା ପର୍ବ ମେଢ଼ ତିଆରି ନ କରନ୍ତି ତେବେ ସେମାନେ ଗାଁ ଦାଣ୍ଡରେ ଡିଜେ ବଜାଇ ମଦପାନ କରି ପାଗଳ ପ୍ରାୟ ହୋଇ ନାଚିବାକୁ ସେମାନଙ୍କୁ ଟିକେ ଲଜ୍ଜା ଲାଗିବ। କିନ୍ତୁ ଯେଉଁଟାକି ସେମାନଙ୍କର ପୂଜା କରିବାର ପ୍ରକୃତ ଉଦ୍ଦେଶ୍ୟ, ଅର୍ଥାତ୍ ମେଢ଼ ଥୋଇ ମଦ୍ୟପାନ କରି ଡିଜେ ବଜାଇ ଗାଁ ଦାଣ୍ଡରେ ଉନ୍ମୁକ୍ତ ଏବଂ ପାଗଳ ପ୍ରାୟ ହୋଇ ଯେଉଁ ଅତି ଆଧୁନିକ ନୃତ୍ୟ ପରିବେଷଣ କରିବାର ଯେଉଁ ଇଚ୍ଛାଟା ସେମାନଙ୍କର ପୂରଣ ହୋଇପାରନ୍ତା ନାହିଁ। ଯେଉଁ ଇଚ୍ଛାଟାକୁ ସେମାନେ ସମାଜରେ ପ୍ରତିଫଳିତ କରିବାକୁ ଚାହାନ୍ତି ଏବଂ ନିଜକୁ ଗୋଟେ ସେଇ ଭାବରେ ପରିଚିତ କରିବାକୁ ଚାହାନ୍ତି। ଗଣିତ କଷୁଥିବା ପିଲାମାନେ ଯଦି ଗଣିତ ଆଚାର୍ଯ୍ୟଙ୍କର ନିର୍ଦ୍ଦିଷ୍ଟ ଧାରାଟାକୁ ଅବଲମ୍ବନ ବା ଅନୁସରଣ ନ କରନ୍ତି, ତାହେଲେ ସେମାନେ ଗଣିତ କଷି ଦିନ ପରେ ଦିନେ ଗଣିତ କଷିବାଟା ହିଁ ସାରା ହେବ। ତା'ର କୌଣସି ଫଳାଫଳ ବା କୌଣସି ଲାଭ ସେମାନେ ପାଇପାରିବେ ନାହିଁ। ଖାଲି ସମୟ ଆଉ ପରିଶ୍ରମ ହିଁ ବ୍ୟର୍ଥ ହେବ। ନା ସେମାନେ ଗଣିତର ଫଳାଫଳରେ ପହଞ୍ଚି ପାରିବେ, ନା ଗଣିତ ବିଷୟରେ ଉତ୍ତୀର୍ଣ୍ଣ ହୋଇପାରିବେ। ଠିକ୍ ସେହିପରି ଆଜିର ଏ ଯୁବ ସମାଜ, ଯୁବପିଢ଼ି ଯେଉଁଭଳି ଭାବରେ ପୂଜାର ପ୍ରକୃତ ଉଦ୍ଦେଶ୍ୟକୁ ଉଲ୍ଲଙ୍ଘନ କରି ଉନ୍ମୁକ୍ତ ଭାବରେ ନିଜ ମନ ମାଫିକ ବୃତ୍ତି ମାଫିକ ପୂଜା କରୁଛନ୍ତି, ତାଙ୍କର ଏହି ପୂଜା କରିବାଟା ଏହିପରି ଭାବରେ ବର୍ଷ ଧରି ଚାଲିଲେ ବି ପ୍ରକୃତ ପୂଜାର
ସାର୍ଥକତା, ବିଭୁ କୃପା ଆଉ ବିଭୁ ଆଶୀର୍ବାଦ ସେମାନେ କେବେ ଲାଭ କରିପାରିବେ ନାହିଁ। ତେଣୁ ଏହି ଯୁବ ସମାଜ ପୂଜା କରିବାର ପ୍ରକୃତ ଉଦ୍ଦେଶ୍ୟ ବୁଝୁ, ପୂଜା କରିବାର ବିଧିବିଧାନ ଧାରାକୁ ଅବଲମ୍ବନ କରୁ, ତେବେ ଜୀବନରେ ପୂଜା କରିବାର ସାର୍ଥକତା ଲାଭ କରିପାରିବେ। ନିଜ ଶରୀରକୁ ସେମାନେ ପବିତ୍ର କରନ୍ତୁ। ଯେଉଁ ଶରୀରର ପୁଣ୍ୟ ମନ୍ଦିରରେ ପୁଣ୍ୟ ଆତ୍ମା ରହିଛନ୍ତି, ଯେଉଁ ଦେବତା ରହିଛନ୍ତି, ତାଙ୍କ ପାଇଁ ଶରୀରକୁ ଆଗେ ଶୁଦ୍ଧ ପବିତ୍ର କରୁ। ଯାହା ସାତ୍ଵିକ ଖାଦ୍ୟ ତାକୁ ଗ୍ରହଣ କରୁ, ଯାହା ଆମର ଖାଦ୍ୟ ତାକୁ ଗ୍ରହଣ କରୁ, ଯାହା ଶରୀର ମନ୍ଦିର ପାଇଁ ଆତ୍ମା ପାଇଁ ଯାହା ପାନୀୟ ତାହା ପିଉ। ଯଦି ଆମେ ପୂଜାର ପ୍ରକୃତ ଧାରାକୁ ଅବଲମ୍ବନ ନ କରନ୍ତି, ତେବେ ପୂଜା ପର୍ବର ଫଳାଫଳ ପ୍ରକୃତ ସୌନ୍ଦର୍ଯ୍ୟତା ଆମେ କେବେ ଲଭିପାରିବା ନାହିଁ। ଆଜି ଆମ ସମାଜରେ ପୂଜା ପର୍ବପର୍ବାଣି କରିବାର କିଛି ଅଭାବ ନାହିଁ। ଚାରିଆଡ଼େ ପୂଜା ପର୍ବର ମାହୋଲ ସୃଷ୍ଟି ହେଉଛି। ମହାପ୍ରଭୁ ବୁଦ୍ଧି ଦାତା ଜ୍ଞାନଦାତା ମହାପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା କରିବା ଦ୍ୱାରା ଆମେ ସଦ୍ଜ୍ଞାନ, ସୁବୁଦ୍ଧି, ଜ୍ଞାନୀ, ଦକ୍ଷ ଏବଂ ସମାଜର ମଙ୍ଗଳକାରୀ ହେବା ପରି ଗୁଣର ଅଧିକାରୀ ହୋଇଥାନ୍ତି। ଶ୍ରୀ ଗଣେଶ ମହାପ୍ରଭୁଙ୍କର ତାତ୍ତ୍ୱିକ ଅର୍ଥ ଗଣମାନଙ୍କ ଭିତରେ ଶ୍ରେଷ୍ଠ, ଗଣମାନଙ୍କର ଈଶ୍ୱର। ଆମେ ଯଦି ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା କରନ୍ତି, ଆରାଧନା କରନ୍ତି, ତାହେଲେ ସମାଜରେ ଆମେ ଲୋକମାନଙ୍କ ଭିତରେ ସେଭଳି ମାନବିକତାର ଅଧିକାରୀ ହୋଇଥାନ୍ତି। ନିଜେ ଉନ୍ନତ ତଥା ମାନବୀୟ ଜୀବନ ଅତିବାହିତ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେସବୁ ଜୀବନ ଯାପନ କରିବାର ପ୍ରେରଣା ଯୋଗାଇଥାନ୍ତି। କିନ୍ତୁ ଆଜିର ଏହି ଯୁବ ସମାଜ, ଯୁବପିଢ଼ି ପ୍ରତ୍ୟେକ ଗାଁ ଗଳି, ବିଭିନ୍ନ ଛକ ଇତ୍ୟାଦିରେ, ବିଭିନ୍ନ ଦୋକାନ ବଜାର ଇତ୍ୟାଦିରେ ମହାପ୍ରଭୁଙ୍କର ପୂଜା ପର୍ବଣ ଅତି ସାଡ଼ମ୍ବରରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି କରୁଛନ୍ତି। କିନ୍ତୁ ସମାଜରେ କେତେ ଅଜ୍ଞାନୀ, କୁସଂସ୍କାରୀ, ହିଂସ୍ରୁକ, ଅମଣିଷମାନଙ୍କର ସଂଖ୍ୟା ବଢ଼ୁଛି କାହିଁକି? ସବୁଆଡ଼େ ମହାପ୍ରଭୁଙ୍କର ଆରାଧନା ପୂଜା ପର୍ବ ଚାଲୁଥାଏ। ତା'ର ପ୍ରତିଦାନ, ଆଶୀର୍ବାଦ, କୃପା ତ ଆମେ ପାଇଯିବା ଉଚିତ। ତାହେଲେ ଆମମାନଙ୍କ ଭିତରେ ଏତେ ମୂର୍ଖ, ଏତେ କୁଜ୍ଞାନୀ, ଏତେ ଜିଦଖୋର, ଏତେ ଅମଣିଷ ସଂଖ୍ୟା ବୃଦ୍ଧି ପାଉଛି କାହିଁକି? ଏଇଥିପାଇଁ ପାଉଛି, ଆମେ ଯାହାକୁ ପୂଜା କଲେ, ଯାହାଙ୍କ ଠାରୁ ଯେଉଁ ଗୁଣର ଅଧିକାରୀ ହେବା ପାଇଁ ଆରାଧନା କଲେ, ଯାହା କଲେ ସେ ଗୁଣର ଆମେ ଅଧିକାରୀ ହୋଇପାରିବା, ସେ ଧାରାଟାକୁ, ଐଶୀ ଧାରାଟାକୁ ଆମେ
ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କଲେ, ତାକୁ ଉପେକ୍ଷା କଲେ, ଆମ ମନ ମାଫିକ ଆମେ ପୂଜା କଲେ, ଅର୍ଥାତ୍ ପୂଜା ବାଟରେ ଆମେ ଆମ ବାଟରେ। କେମିତି ଗୋଟେ ମେଢ଼ ତିଆରି କରି ମେଢ଼ ରଖି ମଦ ମାଂସ ଖାଇ ପାଗଳ ପ୍ରାୟ ହୋଇ ଡିଜେ ବଜେଇକି ନାଚିବା, ଏଇଟାକୁ ଆମେ ପ୍ରାଧାନ୍ୟ ଦେଲେ, ଆଉ ଏତେ ଟଙ୍କା ଖର୍ଚ୍ଚ କରି ବହୁ ତୋରଣ ବିଭିନ୍ନ କାର୍ଯ୍ୟକଳାପ କରି ନିଜକୁ ଗୋଟେ ତଥାକଥିତ ଭାବରେ ବାହାବା ନେବା ଆମର ଉଦ୍ଦେଶ୍ୟ ରହିଲା। ଏଠି ଜାଣି ରଖିବା ଦରକାର, ଏମିତି ଯଦି ଶହ ଶହ ବର୍ଷ ଏଇ ଉଦ୍ଦେଶ୍ୟ ରଖି ପୂଜା କରାଯାଏ, ମହାପ୍ରଭୁଙ୍କର ପୂଜା କରାଯାଏ, ତାହେଲେ ଏ ଯୁବ ସମାଜ କୌଣସି ପରିସ୍ଥିତିରେ ଆଉ କେବେ ବି ମହାପ୍ରଭୁଙ୍କର ସେଇ ଐଶ୍ୟ ଆଶୀର୍ବାଦ କୃପା ଲାଭ କରିପାରିବେ ନାହିଁ। ଏମିତି ଯୁବ ସମାଜ ଭିତରେ ଅନେକ ଅଜ୍ଞାନୀ କୁଜ୍ଞାନୀ ଅମଣିଷ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ଆଜିର ଯୁବ ସମାଜମାନେ ଏସବୁ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଦରକାର। ଖାଲି ପୂଜା କଲେ ଯେ ଆମେ ସବୁକିଛି ଆମ ମାଫିକ ପାଇଯିବା, ସେଇଟା ସମ୍ଭବ ନୁହେଁ। ଯଦି ପ୍ରକୃତ ପୂଜା କରିବାର ଧାରାଟାକୁ ଆପଣାନ୍ତି, ପୂଜାର ଉଦ୍ଦେଶ୍ୟକୁ ବୁଝନ୍ତି, ଯାହାଙ୍କୁ ପୂଜା କରୁଛନ୍ତି ତାଙ୍କର ପ୍ରଦତ୍ତ ବାଣୀ ଅନୁଶାସନବାଦକୁ ଆପଣ ମାନନ୍ତି, ତାହେଲେ ବିଭୁ କୃପା ପାଇବା ଆପଣ ନିଶ୍ଚିତ ହେବେ। ଏଠାରେ ଆଉ ଗୋଟିଏ କଥା ଆଲୋଚନା କରାଯାଇପାରେ। ବିଭିନ୍ନ ପୂଜା ପର୍ବ କରିବା ପାଇଁ ତଥାକଥିତ ଭାବରେ ସମାଜରେ ଗୋଟିଏ ଶବ୍ଦର ବ୍ୟବହାର କରାଯାଏ, ତାହା ହେଉଛି ଚାନ୍ଦା ଆଦାୟ କରିବା। ଏ ଯେଉଁ ଚାନ୍ଦା, ଏ ଶବ୍ଦଟି ଏହା ଏକ ଅତ୍ୟନ୍ତ ବିକୃତ ଶବ୍ଦ, ଯାହାକି ପୂଜା ପର୍ବପର୍ବାଣି ଆଧ୍ୟାତ୍ମିକ ଜଗତରେ ଏହା ଆଦୌ ସମୀଚୀନ ନୁହଁ କି ଶୋଭନୀୟ ବି ନୁହଁ। ଜଣେ ବ୍ୟକ୍ତି ଆଜିର ସମାଜରେ ତଥାକଥିତ ଭାବରେ ଯଦି କୌଣସି ପ୍ରକାରରେ ଚାନ୍ଦା କାହାକୁ ଦିଏ, ତ ସେ ଯାହା ଉଦ୍ଦେଶ୍ୟରେ ଚାନ୍ଦା ଦେଉଥାଏ, ସେଠାରେ ତା'ର ଗୋଟେ ଅଧିକାର ସାବ୍ୟସ୍ତ ସେ କରେ। ମନ ଜଗତରେ ସେ ଭାବିନିଏ, ମୁଁ ଏଠାରେ ଚାନ୍ଦା ଦେଇଛି, ଏଠି ମୋତେ କିଛି ମୋର ଅଧିକାର ଅଛି, କିଛି ସେୟାର ମଧ୍ୟ ମୁଁ ରହିବି ଏଥିରେ। ଅର୍ଥାତ୍ ତା'ର ଗୋଟେ ନିର୍ଦ୍ଦିଷ୍ଟ ଚିନ୍ତାଧାରା ମାନସିକ ଜଗତରେ ସେ ଏଇ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ପ୍ରତି ତା'ର ଗୋଟେ ଭାଗ ରହେ। ସବୁ କ୍ଷେତ୍ରରେ, ସବୁ କାର୍ଯ୍ୟରେ, ସବୁ ଜିନିଷ ପ୍ରତି ତା'ର ସେୟାର ରହେ ବୋଲି ସେ ଭାବିନିଏ। ଚାନ୍ଦା ଦେଲେ ବିଭିନ୍ନ ପର୍ବ ପାଇଁ, ବିଭୁଙ୍କ ଆରାଧନା ପାଇଁ, କିନ୍ତୁ ସେଠାରେ ଆମର ମାନସିକ ସ୍ତରରେ ଆମେ ପ୍ରସ୍ତୁତ ରହିଲେ ଯେ ଏ ଜାଗାରୁ ଆମକୁ କିଛି ସେୟାର ମିଳିବ, ଅଧିକାର ସାବ୍ୟସ୍ତ କଲେ। ଫଳରେ ଆମେ ବିଭୁଙ୍କ ପାଖରେ ଆମ ଅଧିକାରକୁ ସାବ୍ୟସ୍ତ କଲେ। ସେଥିପାଇଁ ବିଭିନ୍ନ ସମୟରେ ଦେଖାଯାଏ, ଅନେକ ଜାଗାରେ ଏ ଚାନ୍ଦାକୁ ନେଇ, ଚାନ୍ଦା ଆଦାୟ କରିବାକୁ ନେଇ ଅନେକ ବଡ଼ ବଡ଼ ତୁମୁଳ କାଣ୍ଡମାନ ସୃଷ୍ଟି ହୋଇଥାଏ, ଯାହାଫଳରେ ଲୋକଙ୍କର ପ୍ରକୃତ ପୂଜା କରିବାର ଯେଉଁ ଭକ୍ତି ଭାବଟା ସେଇଠି ହିଁ ଶେଷ ହେଇଯାଏ। ଯେମିତି ଗୋଟେ ପାଉଁଶରେ ଘିଅ ଢାଳିବା ଯେମିତି ନିରର୍ଥକ, ସେମିତି ଭକ୍ତି ବିନା ପୂଜା, ସମର୍ପଣ ବିନା ପୂଜା କରିଲେ ଠିକ୍ ସେଇଆ ହିଁ ଫଳାଫଳ ମିଳେ ଏବଂ ପୂଜା ନିରର୍ଥକ ହୋଇଥାଏ।
आउ गोटे शब्द अच्छी जोटा कि ये आध्यात्मिक जगत संपूर्ण समीचीन और शोभनीय अटे। ता हूँ प्रीति अर्घ्य। प्रीति अर्घ्य माने आमे जोटिकी प्रीति अर्घ्य प्रदान करती सेठी आमे तन मन भक्ति इत्यादि को समर्पण भाव नहीं यथा सामर्थ्य यत्किंचित प्रदान करिथांती बिना स्वार्थरे बिना अधिकार साब्यस्त करी। सेठार आमे किछि निजर अधिकार को साब्यस्त करती नहीं, केवल भल पाइबा ही जाहिर करती, ईश्वर को पाखरे निजको समर्पण करती आउ परस्पर भाईचारार संपर्क सृष्टि करती। गोटपटे चांदा आदाय करी से अनुष्ठान रे अधिकार साब्यस्त करिबा, जहाकु नै तुमलकांड करिबा, अन्य पटरे प्रीति अर्घ्य समर्पण करी विभुଙ୍କ प्रति भक्ति प्रदान करी समर्पण भाव प्रदान करी समस्त भितर भाईचारार संपर्क सृष्टि करिबा, कौटा को आपण माने समीचीन भावंती, कहा द्वारा समाज रे मंगल हुए, जीवन आगो को अग्रसर होता है, समाज रे गोटे सुस्थ वातावरण सृष्टि होता है। ए सब को आज युव समाज भल भाव बुझीजा दरकार। समर्पण भाव एक सत्वत पवित्र पुण्य भाव, जोठारे ईश्वर आउ समर्पित होता व्यक्ति छड़ा कहीं रही न थांती, ना से ईश्वर ठारू किसी पाइबार आशा रखे ना अधिकार साब्यस्त करे, खाली निजको समर्पण करी शिखे, समर्पण करी चले। सेतिपई श्रीमद् भगवत गीतार ईश्वर कही थांती कर्म करी चल, फल उपरे आशा रख नहीं। प्रत्येक व्यक्ति प्रत्येक लोक कर्म ही प्रत्येक समय करी थांती, से कर्म अनुसार ही ताकू फल प्राप्ति होता है। जी जो भली कर्म करिवो से सेही भली भाବରେ कर्म प्राप्ति फल प्राप्ति हब। तेणु पूजा पर्वण हेउ सबु जिनिस पालन करंतु, किंतु पूजा पर्व पालन करिवार प्रकृत उद्देश्य को परिपालन करंतु, दृढ़ भाव में परिपालन करंतु, तेबे पूजार प्रकृत आनंद, पूजार पवित्र, पूजार सार्थकता लाभ करिपारिबे, जो जीवन को अग्रसर करिपारिबे। वर्तमान समाज रे देखा जाउछि तथाकथित भाव में आमे समस्ते we are busy for nothing, we are running for nothing। कहबार उद्देश्य आम पाखरे समयर बहुत अभाव, विभिन्न कार्यकलाप कर्मक्षेत्र रे कामधंदा मनीष मुंड भर्ती कर देछि। एसबु जिनिस को जानिबा शिखिबा पाई तार समय नाही, किंतु जेतले जन को पचरा जाए ना आज्ञा मोर समय नाही, मु भारी व्यस्त अछि। अन्य पटरे ए ब्लाइंड मैन सर्चिंग ए ब्लैक कैट इन द डार्क रूम, अर्थात जड़े अंध लोक गोटे कला बेले कि गोटे अंधारुआ घरे खोजुची, जोठिकी
ସେ ବିଲେଇଟି ଆଦୌ ନାହିଁ। ଏ କଥା କହିବାର ଉଦ୍ଦେଶ୍ୟ ହେଲା ଆମେ ଏତେ ବିଜି ଲାଇଫ୍ ମେଣ୍ଟେନ୍ କରୁଛନ୍ତି ଯେ ଆମ ପାଖରେ ସମୟ ନାହିଁ ଏସବୁ ଜିନିଷ ଜାଣିବା ପାଇଁ। ଆମେ ସବୁବେଳେ ବ୍ୟସ୍ତ ଅଛନ୍ତି ଆମ କର୍ମରେ, ସବୁ ଧନ୍ଦାରେ କର୍ମରେ ଆମେ ବ୍ୟସ୍ତ ରହୁଛନ୍ତି। ଯାହା ଜୀବନ ପାଇଁ ଦରକାର, ଜୀବନର ଅଗ୍ରଗତି ପାଇଁ ଦରକାର, ଯାହା ମଣିଷ ମାନବିକତା ପାଇଁ ଦରକାର, ସେ ଦିଗକୁ ଆମର ନଜର ନାହିଁ। ଗୋଟିଏ ପ୍ରସଙ୍ଗ କୁହାଯାଇପାରେ, ଜଣକୁ ପଚାରିବା ଯଦି ତୁମେ ଏସବୁ ଜିନିଷ କରୁଛ କାହା ପାଇଁ, ଏତେ ପରିଶ୍ରମ କରୁଛ କାହା ପାଇଁ, ଏତେ ବ୍ୟସ୍ତ ରହୁଛ କ'ଣ ପାଇଁ ବା କାହା ପାଇଁ, ତା'ର ସଠିକ୍ ଉତ୍ତର ସେ ଏଇଆ ଦେବେ, ପିଲାମାନଙ୍କ ପାଇଁ, ଘର ସଂସାର ପାଇଁ। ଆଜ୍ଞା, ଆପଣ ପ୍ରତ୍ୟେକ ବ୍ୟକ୍ତି ନିଜେ ବଞ୍ଚିବା ପାଇଁ, ଘର ସଂସାର କରିବା ପାଇଁ କର୍ମ ଦରକାର, ବୃତ୍ତି, ଜୀବନ ଜୀବିକା ଦରକାର। ଏହା ସତ କଥା। କିନ୍ତୁ ଯଦି ଅର୍ଥ ସର୍ବସ୍ୱ ମଣିଷ ପାଲଟିଯାଏ, ନିଜକୁ ଅର୍ଥ ସର୍ବସ୍ୱ କରି ତୋଳେ, ଅର୍ଥ ଆଉ ଅର୍ଥ ହିଁ ଭାବେ, ତାହେଲେ ତା'ର ମାନବ ଜୀବନ ସାର୍ଥକ କେବେ ହୋଇପାରିବ ନାହିଁ। ମାନବର ଧରାଧାମକୁ ଆସିବାର ଉଦ୍ଦେଶ୍ୟ ସଫଳ ହେବ ନାହିଁ। ସେଥିପାଇଁ କର୍ମ କରନ୍ତୁ, ନିଜ କର୍ମରେ ନିୟୋଜିତ ରୁହନ୍ତୁ, କିନ୍ତୁ এই ଐଶୀ ଚିନ୍ତାଧାରା, ଦୈବୀ ପ୍ରକ୍ରିୟା ଆଉ ଧାରାକୁ ପରିପାଳନ କରିବା, ମାନି ଚାଲିବା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ ଏବଂ ସମୟ ବାହାର କରନ୍ତୁ। କାରଣ ଯଦି ଏତେ ଲମ୍ବା ରେଳଗାଡ଼ିରେ ତା'ର ଫୁଏଲ୍ ଯେଉଁଟାରେ ସେ ଆଗକୁ ଗତି କରିବ ଯଦି ନ ଦିଆଯାଏ, ତାହେଲେ ଏତେ ବଡ଼ ଲମ୍ବା ଗାଡ଼ି, ଏତେ ସୁନ୍ଦର ଦେଖାଯାଉଥିବା ଗାଡ଼ି, ଏତେ ଖୁବ୍ ଜୋରରେ ଯାଉଥିବା ଗାଡ଼ି ଗତି କରିପାରିବ ନାହିଁ, ଅର୍ଥାତ୍ ଆଗକୁ ଗଡ଼ିବ ନାହିଁ। ତେଣୁ ଏ ଲମ୍ବା ଜୀବନ ପାଇଁ, ସୁସ୍ଥ ଜୀବନ ପାଇଁ, ଗୋଟେ ମଣିଷ ପରି ମଣିଷ ହେବାର ଜୀବନ ପାଇଁ এই ଆଧ୍ୟାତ୍ମିକ ଚିନ୍ତାଧାରା, ବିଭୁ ପ୍ରଦତ୍ତ ବାଣୀ ଧାରାକୁ ନିଶ୍ଚିତ ଭାବରେ ପରିପାଳନ କରିବା ଆବଶ୍ୟକ। ଆସନ୍ତୁ ସମସ୍ତେ ପୂଜା ପର୍ବପର୍ବାଣୀର ପ୍ରକୃତ ଉଦ୍ଦେଶ୍ୟ ଜାଣିବା, ବିଧି ମାଫିକ ପୂଜା ପର୍ବଣ କରନ୍ତୁ। ଅବଶ୍ୟ ବିଭୁ କୃପା, ବିଭୁ ଆଶୀର୍ବାଦ ଲାଭ କରିବେ। ଆଜି ପାଇଁ ସମୟ ହୋଇଯାଇଛି, ଏତିକିରେ ରହୁଛି। ପ୍ରଣାମ।